ହେଇଛି ମୁଁ ଗୋଟେ ଲେଡ଼ିଜ୍ଟାକୁ ଟେମ୍ପୋରେ ବସେଇକି ନେଇଥିଲି ମୁଁ ଭଡ଼ା ମାରୁଛି ବୋଲି ସେ ବି ଜାଣିଛି। ତାପରେ ସେ କ'ଣ କରୁଛି ନା ସେ ମୋତେ କହିଲା ଯେ ସେ ଲେଡ଼ିଜ୍ଟା ସାଙ୍ଗରେ ମୋର କିଛି ସମ୍ପର୍କ ଅଛି, କିନ୍ତୁ ମୁଁ ଏବେ ବି କହୁଛି ତା ସାଙ୍ଗରେ ମୋର କିଛି ସମ୍ପର୍କ ନାହିଁ। ସେ 3 ଦିନ ଧରି ମୋ ସାଙ୍ଗେ ଝଗଡ଼ା ଲାଗିଥିଲା। କାଲି ରାତିରେ ବି ସେ ପଳେଇଥିଲା। କାଲି ରାତିରେ ସେ ଯେତେବେଳେ ପଳେଇଥିଲା ତାପରେ ତାକୁ ମୁଁ ଜଗନ୍ନାଥ ମନ୍ଦିର ପାଖରୁ ଧରିକି ନେଇକି ଆଇଲି। ସେ ଯେ ଜଗନ୍ନାଥ ମନ୍ଦିର ସାମ୍ନାରେ ଯେଉଁ ପାନ ଦୋକାନ ଯେ କରୁଛନ୍ ସେ ମୋତେ ଆହୁରି କେଚେ କେଚେ କରିକି ତାଙ୍କ ସାଙ୍ଗରେ ପାଟି କରିକି ସେ ଝିଅକୁ ମୁଁ ବସେଇକି ଘରକୁ ନେଇକି ଆଇଲି, ମାନେ ମୋ ସ୍ତ୍ରୀକୁ ଘରକୁ ନେଇକି ଆଇଲି। ତାପରେ ଆଜି ସକାଳୁ ମୁଁ ଯେତେବେଳେ ଗାଡ଼ି କାଢ଼ିକି ପଳେଇଲି ଇଏ ସେତେବେଳେ ବାହାରି ପଡ଼ିଲା। ତାପରେ ମୁଁ ଗଲି ତାଙ୍କ ଘରକୁ ଭାବିଲି ତାଙ୍କ ଘରକୁ ପଳେଇଛି। ତାଙ୍କ ଘରେ ଖୋଜିକି ଆଇଲି ପାଇଲିନି, ସେଠୁ ପାଇଲିନି। ତାପରେ ଏପଟେ ଗଲି ମଳିଆ ଖାଦାନ ଲାଇନ୍ରେ, କିନ୍ତୁ ସେପଟେ ମୁଁ ଚିନ୍ତା କଲି ନା ଖାଲି ଗୁଟରେ ଅଛି ଏ ଜମା ଯିବନି, ପୁଣି ଘୁରି ଆଇଲି। ତାପରେ ଆଇଲା ପରେ ମୁଁ ଶୁଣୁଛି ଏମିତି କଥା ହସ୍ପିଟାଲକୁ ତାକୁ ନେଇକି ଆସିଛନ୍ତି। ସେ ଜଗନ୍ନାଥ ମନ୍ଦିର ପାଖରେ ରାଜା ବୋଲି ଗୋଟେ ପିଲା ମୋତେ କହିଲା ଯେ ସେମାନେ ହସ୍ପିଟାଲ ନେଇକି ଯାଇଛନ୍ତି। ହଁ, ଆମ୍ବୁଲାନ୍ସ ବାଲା ତାକୁ ନେଇକି ଆସିଛନ୍ତି। ସେ ପୋଲ ଉପରୁ ଚିଲା ମାରିଦେଇଥିଲା ନା କିଛି। ଆଉ କ'ଣ ତାଙ୍କର ସ୍ୱାମୀ ସ୍ତ୍ରୀ କି ସେ ମାରପିଟ ରାତିରେ କାଲି ନାଗିଛନ୍ତି। ଥରେ ଦିନ ବେଳେ ବାହାରିକି ପଳଉଥିଲା ପୁରା ତାକୁ ଧରି ଆଣିଛି। ତା ସ୍ୱାମୀ ଯାଇକି ମୋ ଘରେ 9:30 ବେଳେ ମୋ ଘରେ ବାଟି କରିକି ଆସିଛି, ବକାବକି କରିକି ଯେ ତା ଝିଅକୁ କାଢ଼ ଶୀଘ୍ର, ମୁଁ ତାକୁ ମାରିଦେମି ଜୀବନରୁ। ମୁଁ କହିନି ମୋ ଘରକୁ ସେ ଆସିନି। ତାପରେ ସିଏ ଏମିତି କରିଛି ବୋଲି ମୁଁ ଜାଣିନି। ଆଜ୍ଞା ଫୁଲକୁ ଛୁଆ ଆମ ଡିଆଁ ମାରିଦେଇଛି। ମୁଁ ସେଠି ଶୁଣିନି, ଗାଧେଇ ଯାଇଥିଲି ଚୁଚାଳ ଶୁଣିକି ମୁଁ ଦୌଡ଼ିଛି। ତା ମାମୁଁ ମାଇଁ ସମସ୍ତେ ଦୌଡ଼ିକି ଆସିଛନ୍ତି। ମୋର ଗୋଟେ ଭାଇର ପୁଅ, ସିଏ ଯାଇକି ଚିଲ୍ଲା ଯେ ଏଇଟା ମୋର ମିଟି ଦିଦିର ଝିଅ। ତା ମା ବାପ ଏଠି କେହି ନାହିଁନି, ତାମିଲନାଡୁରେ ଅଛନ୍ତି।